ଆଉ ସିଏ ଗୋଟେ ଭୁଲ ନା। ସିଏ ଯେଉଁ କହୁଛନ୍ତି ଆମକୁ ପିଟି ପିଟି ଢଳେଇ ରୋଡ଼ ଉପରେ 3 ଥର ମୁଣ୍ଡ ପିଟି ଦେଲେ। ଢଳେଇ ରୋଡ଼ରେ ପୁରା ସିଏ ଯେଉଁ ପିଲା ଜିମ୍ ପିଲା ଯେତିକି ମଜବୁତ ଥିଲା ଗୋଟାଏ ଥର ପିଟିଥିଲେ ମାରି ଦେଇଥାନ୍ତା। କିନ୍ତୁ ଆଉ ସିଏ ମୁହଁରେ ମୁଖା ପକେଇକି କାହିଁ କହୁଛନ୍ତି ସେଇଟା ସେ ମୁଖାଟା ଖୋଲିକି ସବୁ ଦେଖାଉନାହାନ୍ତି ଯେ କେଉଁଠି ପିଟିଲା କେଉଁଠି କେତେ ଖଣ୍ଡିଆ ହେଇଛି କ'ଣ ହେଇଛି। ଯାହା ହେଲେ ଝିଅ ତ ବଞ୍ଚିକି ଅଛନ୍ତି। ମୋ ନାତିକି ତ ବାଡ଼େଇ ବାଡ଼େଇ ପିଟି ପିଟିକି ଏତେ ଯନ୍ତ୍ରଣା ଦେଇ ପିଟିକି ମାରିଦେଲେ। ପୁଲିସ ଥାଇକି ବି ମାଡ଼ ତାଙ୍କ ମୁକାବିଲାରେ ମାଡ଼ ହେଲା। ମାରିଦେଲେ ପୁଲିସ କିଛି ରକ୍ଷା କରିପାରିଲେନି। ଏଥିରେ କ'ଣ ଏସବୁ ରହସ୍ୟ ରହୁଛି ସେଇଟାକୁ ତୁରନ୍ତ ଥାଇପାରେ। ଏଇ ଯେଉଁ ତାଙ୍କର ଯେଉଁ ADG ରହିଛି ସେ ଯଦି କିଛି କରିଥିବେ ଆ ଭିତରେ ଆମେ ତ ସେଠି କ୍ଷେତ୍ର ଉପରେ ଜିମ୍ କି ଚଲଉଥିଲା ତାଙ୍କୁ କ'ଣ ମୋଡ଼ାମୋଡ଼ି କରେ। ଇଏ ଦେଖିଲା ଯେତେବେଳେ ଦିଟା ଜିମ୍ ନାଇଁ ପଇସା ପତ୍ର କ'ଣ ତା ଚାକିରିରୁ ଇଏ ପାଏ। ଆଉ ସେ ତ ବଡ଼ ଅଫିସର। ସେ ତାକୁ କ'ଣ ଚାକିରି ଡ୍ୟୁଟି ଘଣ୍ଟା 2 ଘଣ୍ଟା କରିବ ଇଏ ସେବା କରେ ଏମିତିଆ ସବୁ କରେ। ଆଉ କରିବା ଦ୍ୱାରା ଇଏ ଦେଖିଲା ଆକୁ ଗୋଟେ ସକଜ ଲାଗିଲା ବି ଦେଖିଲା ମୁଁ ଗୋଟେ ସରକାରୀ କର୍ମଚାରୀ ଚାକିରି ଆଣିକି ମୁଁ ଗୋଡ଼ ସେବା କରିବି ପାଦ ମୋଡ଼ିବି ଇଏ କରିବି ସିଏ କରିବି। ସେ ବିଷୟରେ ଗୋଟେ ମନ ଦୁଃଖିତ ରହିବାରୁ ହଁ ସିଏ ଆସି ଘରେ କହିଛି ହେଲେ ମୁଁ ଚାକିରି ବି ଛାଡ଼ିଦେବି। ହଁ ବରଂ ଏ ଚାକିରି ମୁଁ ଛାଡ଼ିଦେବି। ମାଆକୁ କହିଛି। ଆଉ ମାଆକୁ କହିଛି ମା ଏମିତିଆ କଷ୍ଟ ହେଉଛି ଆଉ ଏ ଚାକିରି ମୋର ଆଉ ଦରକାର ନାହିଁ ମୁଁ ବରଂ ଛାଡ଼ିଦେବି। ମୁଁ ଛୁଟି ଯାଉଛି 2 ମାସ ଆଣିବି। ଏବେ 2 ମାସ ଛୁଟି ଆଣିଥିଲା। 2 ମାସ ଛୁଟି ଆଣି ଦିଲ୍ଲୀ ଗଲା। ମୋର ଗୋଟେ ସେଠି ପୁତୁରା ଅଛି ତା ପାଖରେ କିଛି ଦିନ ରହି ସେଠି କ'ଣ ସବୁ ଧରିକି ଆସିଛି ଏ ଜିମିର ଜିନିଷ। ଆଉ ଆସିବା ଫଳରେ ଘରକୁ ଆସିଲା। ପୁଣି ବିରକ୍ତ ଭାବରେ ସେଦିନ ଯାଉଥିଲା ସେଠିକି। ଯିଏ ଯାଉଥିଲା ସେଇ ADG ପାଖରେ ଦେଖା କରିବା ପାଇଁକା। ସେ ଦେଖା କରିବା ପାଇଁ ଯଦି ଯାଉଥିଲା ସେଠି ବି ଗୋଟେ ଜିମ୍ ତାଙ୍କର ଚାଲୁନଥିଲା। ୟାକୁ କହିଲେ ସେ ADG ଯେ ସେ ଜିମ୍ଟା ଚଲେଇବା ପାଇଁକା। ଇଏ ସେଠୁ ନାତି ମୋର ଭାବିଲା ଯାହା ହଉ ପୁଣି ଗୋଟେ ଜିମ୍ ଚଲେଇବାକୁ କହିଲେଣି ମୁଁ ଚଲେଇବି ପଇସା ମିଳିବ। ସେ ଜିମ୍ରେ ଇଏ କିଛି ପଇସା ଖର୍ଚ୍ଚ କରିଛି। ସେଥିରେ ପଇସା ଖର୍ଚ୍ଚ କରି ଜିମ୍ ଚଲେଇଲା। ଚଲେଇବା ଫଳରେ 4-5 ଲକ୍ଷ ଟଙ୍କା ଖର୍ଚ୍ଚ କରିଛି। ଇଏ 2 ମାସ 3 ମାସ କ'ଣ ଚଲେଇଛି। ତା ଭିତରେ ଗୋଟେ ମଝିରେ ଦୁର୍ଘଟଣା କିଛି ହେଇଥିଲା। ହଁ ସେ ଦୁର୍ଘଟଣାରୁ ଯାହା ହଉ ସେ ଯେଉଁ ପ୍ରକାର ଉଧୁରିଲା ତାପରେ ସିଏ ପଇସା ପତ୍ର ଜିମ୍ ମାନେ ୟାକୁ ଆଉ ଛଡ଼େଇକି ତାଙ୍କ ପୁଅକୁ ବସେଇଲେ ଜିମ୍ରେ। ୟାକୁ ବାହାର କଲେ କହିଲେ ମାସକୁ ଆମେ 80,000 ଲେଖା ଦେବୁ। 2 ମାସେ ୟାକୁ ଦେଇଛନ୍ତି କ'ଣ 2-3 ମାସେ କ'ଣ ଲକ୍ଷେ କେତେ ହଜାର ଦେଇଛନ୍ତି। ଆଉ ପଇସା ଦେଉନଥିଲେ। ବହୁତ ମାସରେ ବନ୍ଦ କରିସାରିଲେଣି। 8-10 ମାସ ହେଲା ବନ୍ଦ କରିସାରିଲେଣି। ଇଏ ନାତି ସେ ବାବଦରେ ବି ବିରକ୍ତ। ସବୁଆଡ଼ୁ ତାର ମନରେ ଗୋଟେ ଦୁଶ୍ଚିନ୍ତାରେ ଯାଉଥିଲା ସେ ଅଫିସର ସାଥିରେ ଦେଖା କରିବା ପାଇଁକା। ଆଚ୍ଛା ବାଟରେ ଏ ଯେଉଁ ଦୁର୍ଘଟଣା ହେଲା ଇଏ ଝିଅ ଦୁଇଟା ଏତେ ଫର୍ଜରୀ କରି କହୁଛନ୍ତି ଆମକୁ ରାସ୍ତା ଉପରେ ନେଇ ମୁଣ୍ଡ ପିଟିଲା। ଯେଉଁ ରାସ୍ତା ଉପରେ ଢଳେଇରେ 3 ଥର କି ମୁଣ୍ଡକୁ ପିଟିଲା। ଢଳେଇ ରୋଡ଼ରେ 3 ଥର ମୁଣ୍ଡ ପିଟିଲେ ମୁଣ୍ଡ କେବେ ହେଲେ ରହିବ। ଆଉ ଯଦି କିଛି ଖଣ୍ଡିଆ ହେଇଛି ଏମାନେ ତ ଜୀବିତରେ ଅଛନ୍ତି। ମୋ ନାତିକି ତ ବାଡ଼େଇ ବାଡ଼େଇ ଗାଈ ମଇଁଷି ଭଳିଆ ଯେଉଁ ଦୁର୍ଘଟଣା ପୁଲିସ ମୁକାବିଲାରେ ମାଡ଼ ଦେଇ ମାରିଦେଲେ। ତାକୁ ପୁଣି ଦଉଡ଼ାରେ ବାନ୍ଧିକି ରଡ଼ ପୁରେଇ ତାକୁ ଟେକି ଗାଡ଼ିରେ ପକେଇ ଏତେ ଯାତ୍ରା କରି ନେଲେ। ଆଚ୍ଛା ଏମାନେ ତ ଅଛନ୍ତି ଆଙ୍କର ତାହେଲେ କେତେ ଖଣ୍ଡିଆ ହେଇଛି ମୁଖା କାହିଁ ପକାଉଛନ୍ତି ମୁଖା ଖୋଲୁନାହାନ୍ତି। ଆଉ ଇଏ ପକ୍ଷେ ତ ବଞ୍ଚିଛି ଇଏ ପକ୍ଷେ ଗୋଟେ ମର୍ଡ଼ର କରିଦେଲେ। ତାହେଲେ ତାଙ୍କୁ କାହିଁ ଠିକ୍ ପ୍ରକାର ପଚରା ନ ହେଉଛି। ତାପରେ ଯେଉଁ ଗାଡ଼ି ଚାବି ଯେଉଁ ଜଣକ ନେଇଗଲା ହয়তো ମୋ ନାତି ଯଦି ଗାଡ଼ିଟା ପାଇଥାନ୍ତା ତାହେଲେ ସେ ଗାଡ଼ିରେ ବସି ପଳେଇଥାନ୍ତା ଜୀବନ ରକ୍ଷା କରିପାରିଥାନ୍ତା। ସେ ଗାଡ଼ି ଚାବି ନେଇ ବିରଞ୍ଚି ଜେନା କିଏ ସିଏ ତାର ପଳେଇଲା। ଆଚ୍ଛା ଇଏ ଲୋକ 10-50 ଜଣ ଆଙ୍କର ଯଦି ଆଗରୁ କିଛି କଥା ନଥାନ୍ତା ତାହେଲେ ଏତେ ଲୋକ ପୁଣି ଆସିଲେ କେମିତି ଏତେ ହଠାତେ ଠେଙ୍ଗା ବାଡ଼ି ବାଉଁଶ ଧରି ପଳେଇ ଆଇଲେ ମାଡ଼ ପିଟି କରିବା ପାଇଁକା। ଯଦି ଆଗରୁ ଆଙ୍କର କିଛି କଥା ନଥାନ୍ତା ଏମାନେ ଆସିପାରିନଥାନ୍ତେ କେବେ। ଆଙ୍କର କିଛି ଗୋଟେ ଷଡ଼ଯନ୍ତ୍ର ଚକ୍ରାନ୍ତ ରହିଛି ସେଇ ବିଷୟରେ ତାକୁ ଏମିତିଆ କରି ମାଡ଼ ଦେଲେ। ତା ପାଇଁକି ଯଦି ମୁଖ୍ୟମନ୍ତ୍ରୀ ତାଙ୍କର ଟିକେ ଦୟା ଧର୍ମ ହେବ କିଛି ତାକୁ କହିବେ ଶାସନ ବିଷୟରେ ଦୋଷୀକି
ଉଚିତ ଦଣ୍ଡ ବିଧାନ ମିଳୁ, ଆଉ ମୋ ନାତିକି ଯିଏ ମାରିଛି ତାଙ୍କୁ ଫାଶୀ ଅର୍ଡ଼ର ମିଳୁ, ୟାର ନ୍ୟାୟଟା ତୁରନ୍ତ ମିଳୁ। ଆମେ ଆଉ ଅତି ବ୍ୟାକୁଳ ହିସାବରେ ରହିଲାଣୁ, ମୁଣ୍ଡ କାମ କରୁନି। 11 ଦିନ ହେଇଗଲା ଆମେ ଏପର୍ଯ୍ୟନ୍ତ କିଛି ନ୍ୟାୟ ପାଇପାରୁନୁ।